ପ୍ରକୃତ ରାଧା ହଉଛି ଯଶୋଦା। ଏ ରାଧା ଶବ୍ଦଟା ଉତ୍ପତ୍ତି କେମିତି ହେଲା, ରାଧା ଜନ୍ମ କେମିତି ହେଲା ନା ଗୋଟେ ବୈକୁଣ୍ଠ ଅଛି। ବୈକୁଣ୍ଠ ବୋଲେ କେବଳ ଯୋଉଠି ଲକ୍ଷ୍ମୀ ନାରାୟଣ ସେଇଗୁଟାକ ବୈକୁଣ୍ଠ ନୁହେଁ। ଆଉ ଗୋଟେ ବୈକୁଣ୍ଠ ଅଛି, ତା ନାଁ ହେଲା ନିତ୍ୟପୁର, ନିତ୍ୟ କୃଷ୍ଣ, ନିତ୍ୟ ବୈକୁଣ୍ଠ। ସେ ନିତ୍ୟ ବୈକୁଣ୍ଠର ଇଷ୍ଟ ହଉଛନ୍ତି ଭଗବାନ କୃଷ୍ଣ। ଜଗତକୁ ଉତ୍ପତ୍ତି କରିଛି କୃଷ୍ଣ ବୋଲି। ଆପଣ ଶ୍ରୀମନ୍ଦିର କାଲି ଯାଆନ୍ତୁ, ବଡ଼ ଦେଉଳ ଜଗନ୍ନାଥ ମନ୍ଦିର। 10ଟା ଅବତାର ହେଇଛି। ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପରଶୁରାମ, ରାମ, ବଳରାମ, ବୃଦ୍ଧ ଆଉ କଳକି। ବାପା କୃଷ୍ଣ ନାଁଟା 10 ଅବତାରରେ ଅଛି। ଯୋଉ କୃଷ୍ଣ ଏତେ ପ୍ରସିଦ୍ଧ, ଯୋଉ କୃଷ୍ଣ ନାମରେ ତମେ ନାମ ଜପୁଛ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତମେ ଜଗନ୍ନାଥକୁ ଡାକୁଛ, ମତ୍ସ୍ୟକୁ ଡାକୁଛ କି କଚ୍ଛପକୁ ଡାକୁଛ କି ପରଶୁରାମକୁ ଡାକୁଛ? ନାଇଁ 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 ନାଇଁ, କୃଷ୍ଣକୁ କାହିଁକି ଡାକୁଛ? ନା ଏ 10ଟା ଅବତାରର ବାପା ହଉଛି କୃଷ୍ଣ। ଏ କୃଷ୍ଣ ଦେହରୁ 10ଟା ଅବତାର ସୃଷ୍ଟି ହେଇଛନ୍ତି। ନିତ୍ୟପୁରରେ କୃଷ୍ଣ ରହିଛନ୍ତି, ସେଇ କୃଷ୍ଣ ଓରିଜିନାଲ। ଧବଳ ମୂର୍ତ୍ତି, ଯାହାକୁ ବ୍ରାହ୍ମଣ ମାନେ ଗାଆନ୍ତି। ଶାନ୍ତାକାରଂ ଭୁଜଗ ଶୟନଂ ପଦ୍ମନାଭ ସୁରେଶಂ ବିଶ୍ୱାଧାରଂ ଗଗନ ସଦୃଶଂ ମେଘବର୍ଣ୍ଣଂ ଶୁଭାଗଂ ଲକ୍ଷ୍ମୀକାନ୍ତಂ କମଳ ନୟନಂ ଯୋଗୀର୍ବିଧ୍ୟାନଗମ୍ୟଂ ବନ୍ଦେ ବିଷ୍ଣୁ ଭବଭୟହରଂ। ସେଇ କୃଷ୍ଣଟି ହଉଛି ଓରିଜିନାଲ, ଯାହା ସ୍ତ୍ରୀ ହଉଛି ଲକ୍ଷ୍ମୀ। ଲକ୍ଷ୍ମୀ ଲକ୍ଷ୍ମୀ ଲକ୍ଷ୍ମୀ। ଏ ବଡ଼ ଦେଉଳରେ ଜଗନ୍ନାଥ ସ୍ତ୍ରୀ ଲକ୍ଷ୍ମୀ ନୁହଁ। ମୁଁ କାଲି କହିଥିଲି, ଆଜି ପ୍ରମାଣ ଦେବି। ସମସ୍ତ ଗଡ଼ି ଗଡ଼ି ଯାଉଛି। ଜଗନ୍ନାଥର ପ୍ରକୃତ ସ୍ତ୍ରୀ ହଉଛି ସୁଭଦ୍ରା। ମୁଁ କାଲି କହିଥିଲି, କିନ୍ତୁ ଆଜି ପ୍ରମାଣ ଦେଇକି ଯିବି। ତାହେଲେ ଏ ରାଧା ଆଉ କୃଷ୍ଣଙ୍କ ପ୍ରେମ କୋଉଠୁ ଆଇଲା? ରାଧା କୃଷ୍ଣଙ୍କର ପ୍ରେମ କୋଉଠୁ ଆସିଲା? ନିତ୍ୟପୁରରେ ଭଗବାନ କୃଷ୍ଣ ବସିଥାନ୍ତି ସିଂହାସନ ଉପରେ। ମା ରାଧାର ନାଁଟା ଓରିଜିନାଲ କଣ କହିଲ? ଆମେ କୋଉ ଗୋଟାକୁ ରାଧା କହିବା? କାହାକୁ ଆମେ ରାଧା କହିଲେ ବିଶ୍ୱାସ ଯିବା? ତମେ ତ ପାଲା ବାଲା ବହି ଦେଖୁନ, ତମେ ୟା ତାଠୁ ପାଲା ଶୁଣିକି ପାଲା ଗାଉଛ କି ପାଲା ହବ? ରାଧାର ପ୍ରକୃତର ନାଁ ହେଲା ରାଙ୍କିଣୀ ରାଧା। କୃଷ୍ଣ ହେଲେ ନିତ୍ୟ କୃଷ୍ଣ, ରାଧା ହେଲେ ରାଙ୍କିଣୀ ରାଧା। କୃଷ୍ଣ ଦିନେ ସିଂହାସନରେ ବସିଥାନ୍ତି, ମୋ ମା ରାଧା ଗାଧେଇକି ଆଉଛି। ଗୋଟିଏ ପଦ କହୁଛି, ଖରାପ ଭାବିବେନି।
ସ୍ତ୍ରୀ ଯେତେବେଳେ ସ୍ନାନ କରିକି ଆସିବ ଗାଧେଇକି ଆସିବ ଆଜ୍ଞା 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 ସେତେବେଳେ ଯେତିକି ସୁନ୍ଦରୀ ଦେଖାଯିବ ବାସ୍। ଆଉ କେତେ ସୁନ୍ଦରୀ ଯେତେ ଡ୍ରେସ ଯେତେ ପାଉଡର ଯେତେ ଅଳତା ଯେତେ ଲିପଷ୍ଟିକ ହଁ ହଁ ଯାହା ଲଗୁ ଯେତେ ଠେସିନାର ଜିନିଷ ପିନ୍ଧିଲେ ସୁନ୍ଦର ଦେଖାଯିବନି। ନା ନାରୀ ଗାଧେଇକି ଆସିଲା ବେଳେ ଯୋଉ ସୁନ୍ଦର ଦେଖାଯାଏ ପୁରୁଷକୁ ଆଚ୍ଛା ସେ ସୁନ୍ଦର ଆଉ କୋଉଠି ନାହିଁ। ନାହିଁ 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 କୃଷ୍ଣ ବସିଛନ୍ତି ହଁ ରାଧା ଗାଧେଇକି ଆସୁଛି। ଆସୁଛନ୍ତି କେମିତି ଆଉଛି କି ରେ? କେମିତି ଆସୁଛନ୍ତି ମା ରାଧା। ଗୋଟିଏ ପଦ ଗାଉଛି ହଁ କଲା ହଲଇ କୋଟି ହଲେ ବାହୁ ଯୁଗ ହଲଇ କୋଟି ହଲେ ବାହୁ ଯୁଗ চিকুর শোভি নাচে মুখমণ্ডল হে কলা দূররু দেখি রজ পজত কান্তি দূররু দেখি রজ পজত কান্তি জন্মা উধায় স্থল কমল ভ্রান্তি হলি হলি কি মা রাধা গাধেইকি আসুছি ଆସୁଛନ୍ତି কৃষ্ণ দেখিলে ହଁ ଆଉ ସହି ପାରିଲେନି। ନାଇଁ 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 ରାଧା ରୂପକୁ ଦେଖିକି କୃଷ୍ଣଙ୍କର ବିନ୍ଦୁ ସ୍ଖଳନ ହେଇଗଲା। ଉତ୍ତର ଦେଲେ କୃଷ୍ଣ କହିଲେ ରାଧା ଆହା ପ୍ରଭୁ ଏ ବିନ୍ଦୁ ସ୍ଖଳନ ତ ହେଇଯାଇଛି ହଁ ଏହାକୁ ଗ୍ରହଣ କର ନାଛି। ଛି 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 ପ୍ରଭୁ ତମ ପାଲା ହଉଛି ପାଲା ବାଲା ଇଏ ଆଜିକାଲି ଗୋଟେ ଗୀତ ବାହାରୁନି ଛି 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 ଲୋ ନାନୀ ଛି 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 ତମ ପାଲାଟି ହଉଛି ସେଇଆ। କୃଷ୍ଣଙ୍କର ବିନ୍ଦୁ ସ୍ଖଳନ ହେଇଛି ହଁ ରାଧାଙ୍କୁ ଉତ୍ତର ଦେଲେ ରାଧା ଏ ବିନ୍ଦୁକୁ ଗ୍ରହଣ କର। ଆଚ୍ଛା ରାଧା କହିଲେ ଛି ଛି ଏ ସ୍ଖଳନ ହେଇଥିବା ପତିତ ବିନ୍ଦୁକୁ ମୁଁ ଗ୍ରହଣ କରିବି। ନାଇଁ 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 ସେଇଠି କୃଷ୍ଣ ଅଭିଶାପ ଦେଲେ କଣ କହିଲେ? କହିଲେ ମୋ ବିନ୍ଦୁକୁ ତମେ ଗ୍ରହଣ କଲ ନାହିଁ ବୋଲି ହଁ ମୁଁ ତମକୁ ଅଭିଶାପ ଦଉଛି ତମେ ଜୀବନରେ କେବେ ମା ହେଇପାରିବନି। ବେଶ ତମକୁ ଲୋକ ମା ଡାକିବେ ହଁ ହଁ କେବଳ ତମେ ମା ହେଇପାରିବନି। କିନ୍ତୁ ତମେ ମା ହେଇପାରିବନି। ଆହା ନାମ ଏ ରୂପରେ ସିନା ଏ ଜନ୍ମରେ ମା ହେଇପାରିବିନି ନାଇଁ ଯଦି ଟ୍ରାନ୍ସଫର ହେଇଯିବି ଟ୍ରାନ୍ସଫର ହେଲେ ନିଶ୍ଚିତ ମା ହେବି। ଯଦି ଅନ୍ୟ ଜନ୍ମ ନେବି ହଁ ମା ହେଇପାରିବେ। ନା ଯେତେଟା ଜନ୍ମ ନବ ହଁ ମୁଁ ତମର ସ୍ୱାମୀ ହେଇକି ଠିଆ ହେବି। ଆଚ୍ଛା 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 ମୁଁ ତମର ସ୍ୱାମୀ ହେଇକି ଠିଆ ହେବି ହଁ କିନ୍ତୁ ତମକୁ ମା କରେଇ ଦେବିନି। ବାସ୍ ନିତ୍ୟ ରାଧା କହିଲା ଦେଖିବା 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 ଓହ୍ଲେଇଲା ବିଶ୍ୱକୁ। ପ୍ରଥମେ ହେଲା ଚତୁର୍ଭୁଜା ମା ଲକ୍ଷ୍ମୀ 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 ହେଲେ
ଯାହାକୁ ଆମେ ପୁରାଣରେ କହୁଛେ ବଳରାମ ଦାସ କହିଲେ ନମସ୍ତେ କମଳା ମାଗ ସାଗର ଦୁଲଣୀ ସାଗର ଦୁଲଣୀ ନମସ୍ତେ ନମସ୍ତେ ମାତା ବିଷ୍ଣୁ ପାଠ ରାଣୀ ନମସ୍ତେ ମାଲୋ ବିଷ୍ଣୁ ପାଠ ରାଣୀ ନମସ୍ତେ ମାଲୋ ବିଷ୍ଣୁ ପାଠ ରାଣୀ নমস্তে কমলা মাগ অতি দয়াবতী মালো অতি দয়া বতী স্থাবর জঙ্গম গীত আদি পা